ଗଞ୍ଜାମ ଜିଲ୍ଲାର ମାଧବ ବାବୁ ଅତ୍ୟନ୍ତ ଗରିବ କିନ୍ତୁ ଭକ୍ତିଶୀଳ ବ୍ୟକ୍ତି ଥିଲେ। ଲୋକେ ତାଙ୍କୁ ଡାକୁଥିଲେ ମାଧବ ଭକ୍ତ। ବୟସ ହେବା ସହିତ ଶରୀର ଦୁର୍ବଳ ହେଉଥିଲା କିନ୍ତୁ ମନ ଥିଲା ଅପାର ଶକ୍ତିର ମାଲିକ। ସେ ସବୁଦିନ ଜଗନ୍ନାଥଙ୍କ ନାମ ଜପ କରୁଥିଲେ। ଘରେ ପଛେ 3 ବେଳା ଖାଇବାକୁ ନଥାଉ କିନ୍ତୁ ପୁଅ ଏବଂ ଝିଅଙ୍କୁ ଶିଖାଉଥିଲେ ତୁମେ ସେ ମହାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିଥିବ, ଗୋସାଇଁ ତୁମ ଚିନ୍ତା ନେବେ, ବାସ୍ ନିଜକୁ ସମର୍ପିତ କରିବା ଦରକାର। ମାଧବଙ୍କ ଜୀବନର ଏକମାତ୍ର ସ୍ୱପ୍ନ ଥିଲା ଏକଦିନ ପୁରୀ ଯାଇ ଗୋସାଇଁଙ୍କ ରଥ ଟାଣିବେ। ବର୍ଷରେ ଏକ ଥର ଯେତେବେଳେ ରଥଯାତ୍ରା ହୁଏ ସେ ଅନ୍ତରେ କାନ୍ଦି କାନ୍ଦି ଜଗନ୍ନାଥଙ୍କୁ ଦେଖିବା ଲାଗି ଭାବନ୍ତି। କିନ୍ତୁ ଟଙ୍କା ନଥିଲା, ଯାତ୍ରାର ଖର୍ଚ୍ଚ ନଥିଲା। ତେଣୁ ପ୍ରତିବର୍ଷ ଗାଁରେ ବସି ଟିଭିରେ ରଥ ଦେଖୁଥିଲେ। କିନ୍ତୁ ଏ ବର୍ଷ ତାଙ୍କଠାରେ ଏମିତି ଡୋରି ଲଗାଇଲେ କାଳିଆ, ଯାହାକି ନିଜେ ଆସି ଭକ୍ତକୁ ରାସ୍ତା ଦେଖାଇ ନେଇଗଲେ ପୁରୀ। ତ ଏହି ସୁନ୍ଦର ଅନୁଭୂତିଟିକୁ ଶୁଣିବା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ କରି ଆସିଥାନ୍ତି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦେବେ। ଏବଂ ଯଦି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଲାଗି ରହିଥାଏ ଏବଂ ତାଙ୍କୁ ଆପଣ ଟିକେ ଭକ୍ତି କରୁଥାନ୍ତି ତାହେଲେ କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦେବେ। ତ ଆସନ୍ତୁ ଆରମ୍ଭ କରିବା ଏହି ସୁନ୍ଦର ଅନୁଭୂତିଟିକୁ। 2025 ମସିହା ମାଧବଙ୍କୁ ହୃଦରୋଗ ହୋଇଥିଲା। ଡାକ୍ତର କହିଲେ ଏବେ ବେଶୀ ଚଲାବୁଲା କରିବା ବିପଦ ହେବ, ବେଶୀ ଚାଲିବେ ନାହିଁ, ଆଶା କରନ୍ତୁ ଘରେ ବସି ଆରାମ କରିବେ। ତେବେ ମାଧବ ଭକ୍ତ ଶୁଣିଲେନି। ସେ ଝିଅକୁ କହିଲେ ମୁଁ ମୁହଁରେ ମୃତ୍ୟୁ ଦେଖୁଛି, ବୁଝିପାରୁଛି, କିନ୍ତୁ ଗୋଟିଏ ଇଚ୍ଛା ଅଛି, ଏବେ ରଥ ଟାଣିବି। ମୁଁ ମରିଗଲେ କ'ଣ ହେବ? ଦେଖ ମୁଁ ଜୀବନ ଭରି ଆଶା କରିଛି, ଏହା ପୂରଣ ହେବ କି ନାହିଁ। ସେ ତାଙ୍କ ଗାଁ ଭକ୍ତଙ୍କୁ ଦେଖିବାକୁ ଗଲେ। ତାଙ୍କର ବନ୍ଧୁ ଜଗନ, ଯିଏ ପ୍ରତିବର୍ଷ ରଥଯାତ୍ରା ଯାଏ, କହିଲା ମାଧବ ମୁଁ ତୋତେ ନେଇଯିବି। ଯଦି ଏହା ତୋର ଶେଷ ଇଚ୍ଛା ତେବେ ଏହାକୁ ପୂରଣ କରିବା ମୋର ଧର୍ମ। ମାଧବ ଭକ୍ତ ଜଗନ୍ନାଥଙ୍କ ଏକ ପରମ ଭକ୍ତ। ଜଗନ୍ନାଥ ଯେମିତି ତାଙ୍କର ମାୟା ମାଧବଙ୍କ ଉପରେ ଲଗେଇ ଦେଇଛନ୍ତି। ମାଧବ ଭକ୍ତ ଜଗନ୍ନାଥଙ୍କ ସହିତ ତାଙ୍କ ଶେଷ ଯାତ୍ରା ପାଇଁ ଆରମ୍ଭ କରିଦେଲେ। ଝିଅ ପାଖରେ କାନ୍ଦିଲେ, ବାପା ଆପଣ ନ ଯାଆନ୍ତୁ, ଆପଣ ମୋ ସହିତ ଭଲ ହେଲେ ଯିବେ। ଆପଣ ପରା ମୋର ଏକମାତ୍ର ସାହାରା। ଠାକୁର ନିଜେ ଘରେ ଥିବା ଆପଣଙ୍କୁ ଦେଖିପାରୁଛନ୍ତି, ଆପଣ ପୁରୀ ଯିବା ଦରକାର ନାହିଁ। କିନ୍ତୁ ମାଧବ କହିଲେ ମୋ ଘରେ ରହିଲେ ଠାକୁର ମୋତେ ଦେଖିପାରିବେ କିନ୍ତୁ ମୁଁ ଠାକୁରଙ୍କୁ ଦେଖିପାରିବିନି, ଏହା ଅନ୍ୟାୟ ହେବ। ସେ ଗାଁର ଲୋକଙ୍କ ଠାରୁ ଧାର କରି ଗୋଟିଏ ମନ୍ଦ ଶସ୍ତା ଶାଢ଼ୀ ଦେଇ ଅନ୍ତରାଜ୍ୟ ରେଳରେ ଯାତ୍ରା କଲେ। ଟିକେଟ୍ ନଥିଲା, ଛିଣ୍ଡା ଲୁଗା ଗାଡ଼ିରେ ପିନ୍ଧି ବସିଥିଲେ। ମୁହଁରେ ଏକ ଛୋଟ ଆଶା, ଜଗନ୍ନାଥଙ୍କ ରଥ ଟାଣିବା ଏବଂ ଗୋଟିଏ ପୁରୁଣା ଫଟୋ ଶ୍ରୀ ଜଗନ୍ନାଥଙ୍କର ଧରି ବସିଥାନ୍ତି। ଯାତ୍ରା ଦିନ ପହଞ୍ଚିଲେ ପୁରୀ। ଏତେ ଲୋକ ଦେଖି ତାଙ୍କର ଆଖି ଜଳି ଯାଉଥିଲା କିନ୍ତୁ ଶରୀରର ଶକ୍ତି ଦିନକୁ ଦିନ କମି ଯାଉଥିଲା। ତାଙ୍କ ନିମନ୍ତେ ଜଗନ ଗୋଟିଏ ଶ୍ରମିକ ଜଣକୁ ଧରି ଖଟିଆ ନେଇ ଆଣିଲେ ଏବଂ ଛାତ ଉପରୁ ମାଧବ ଭକ୍ତ ସେହି ମହାପ୍ରଭୁଙ୍କର ରଥଯାତ୍ରା ଦେଖିବାକୁ ଲାଗିଲେ ଓ ମନ୍ଦିର ଦେଖି ତାଙ୍କର ଆଖିରୁ ଲୁହ ବାହାରି ଆସୁଥାଏ ଏବଂ ଜଗନ୍ନାଥଙ୍କର ସେହି ଚକାଡ଼ୋଳା ଆଖିକୁ ଦେଖି ସେ କାନ୍ଦି ପକାଉଥାନ୍ତି। ଜୀବନ ମୋ ଚାଲିଗଲା ନାହିଁ, ମୁଁ ଏଠାକୁ ଆସିପାରିନଥାନ୍ତି କିନ୍ତୁ ଆଜି ମୋ ଭକ୍ତ ଜଗନ ପାଇଁ ମୁଁ ଆଜି ଆସିପାରିଛି। ମୋ ଜୀବନ ଏଠି ଶେଷ ହେଲେ ମଧ୍ୟ ମୁଁ ଖୁସି। ଏହା ମାଧବଙ୍କ ମନର କଥା। ଅନ୍ୟ ସବୁ ପରି
ଏହି ବର୍ଷ ମଧ୍ୟ ରଥଯାତ୍ରା ଦିନ ବିଶେଷ ଭିଡ଼ ହୋଇଥିଲା। ରଥପଥ ଉପରେ ଲକ୍ଷ ଲକ୍ଷ ଭକ୍ତ। ମାଧବ ଜନସାଗର ଭିତରେ ଗୋଟିଏ ଶୃଙ୍ଖଳିତ ଶରୀର ନେଇ ଚାଲିଲେ ମହାପ୍ରଭୁଙ୍କ ରଥ ଟାଣିବା ପାଇଁ। ଲୋକମାନେ ତାଙ୍କୁ ଦେଖି କହିଲେ, କି ଭକ୍ତି! 3 ମାସ ହସ୍ପିଟାଲରୁ ଲୋକମାନେ ମାଧବକୁ ଦେଖି କହୁଥିଲେ, ଏତେ ଅସୁସ୍ଥ ଥିଲେ ମଧ୍ୟ କେମିତି ଆସିଲେ ସେ ରଥ ଟାଣିବାକୁ? ଠାକୁର ଆପଣଙ୍କର ଭକ୍ତି ଏବଂ ବିଫଳ କରିବେ ନାହିଁ। ମାଧବ ହସି କହିଲେ, ଏଇ ଆଖି ବୁଜି ଯିବା ପୂର୍ବରୁ ଏକାଥର ତାଙ୍କୁ ଦେଖିନିଏ, ତେବେ ମୁଁ ଶାନ୍ତିରେ ମରିପାରିବି। ତାଙ୍କର ବନ୍ଧୁ ଜଗନ ତାଙ୍କୁ ରଥଯାତ୍ରା ସ୍ଥଳକୁ ନେଇଯିବାକୁ ଲାଗିଲେ ଏବଂ ଦାଣ୍ଡିବାଲାଙ୍କୁ ତାଙ୍କ ଖଟିଆ ଉପରେ ନେଇଯିବା ପାଇଁ ବ୍ୟବସ୍ଥା କଲେ। ମାଧବ ଅନ୍ୟ ଭକ୍ତମାନଙ୍କ ଆଗରେ ଲଜ୍ଜିତ ଅନୁଭବ କରୁଥିଲେ, କିନ୍ତୁ ତାଙ୍କ ଆଖି ଯେଉଁଥିରେ ଜଗନ୍ନାଥଙ୍କର ରଥ ଆସୁଥିଲା ସେ ଦୃଶ୍ୟ ସେ ଜୀବନ ଭରି କଳ୍ପନା କରିପାରୁନଥିଲେ। ଝଙ୍କାର, ଢୋଲ, ଘଣ୍ଟି ଜୟ ଜଗନ୍ନାଥରେ କମ୍ପି ଉଠିଥିଲା ବଡ଼ଦାଣ୍ଡ। ଚକା ଘୁରିଯିବାର ଶବ୍ଦ, ଶଙ୍ଖ ଶବ୍ଦ, ତାଳମାଦଳ, ଲୋକଙ୍କର ଉତ୍ସାହ। ମାଧବଙ୍କର ଆଖି ଲୁହେ ଭିଜି ଯାଉଥିଲା। 3 ଭଣ୍ଡି ମୂର୍ତ୍ତି ରଥ ଉପରେ ବସି ବିରାଜ କରୁଥିବାର ଦୃଶ୍ୟ ତାଙ୍କୁ ଲାଗିଲା ଯେ ମନେ ନୁହେଁ, ଅପୂର୍ଣ୍ଣ ଜୀବନ ପୂର୍ଣ୍ଣ ହେବାକୁ ଆସିଛି। ତାଙ୍କର ମନେ ଗୁଞ୍ଜି ଯାଉଥିଲା, ଏ ରଥ ଟାଣିପାରିବି କି? ମୋ ହାତ ଦୁର୍ବଳ, ଶରୀର ନାହିଁ, କିନ୍ତୁ ମନ ଓ ଭକ୍ତି ଅତୁଟ। ଗୋସାଇଁ ଦୟାକର। ଏଥିରେ ହଠାତ୍ ଲୋକମାନେ ଗଣ୍ଡଗୋଳ, ଗୋଳାମାଳା ଏବଂ ଦଳ ଚକଟା ଭିତରେ ସେ ଚାଲି ଯାଉଛନ୍ତି ରଥ ଟାଣିବାକୁ। ରଥ ଟଣା ଆରମ୍ଭ ହେଉଥିଲା। ମାଧବ ଅନୁଭବ କଲେ ଯେ ଚକା ତାଙ୍କ ଦିଗକୁ ଆସୁଛି ଏବଂ ସେ ଏହି ସନ୍ଧି ମୁହୂର୍ତ୍ତରେ ଚେଷ୍ଟା କଲେ ତାଙ୍କ ହାତ ରଥରେ ଲାଗିବାକୁ। ପ୍ରଥମ ଥର ମାଧବ ଭକ୍ତ ଜଗନ୍ନାଥଙ୍କ ରଥକୁ ଛୁଇଁ ପାରିଲେ। ତାଙ୍କ ମୁହଁରେ ହସ ଏବଂ ତାଙ୍କର ଶ୍ୱାସ ବନ୍ଦ ହେବାରେ ଆରମ୍ଭ ହେଲା। ମାଧବ ଭକ୍ତ ରଥର ଦଣ୍ଡ ଛୁଇଁଲେ ଏବଂ ସେଠି ତାଙ୍କର ଜୀବନ ଶେଷ ହେଲା। ଜଣେ ସ୍ଥାନୀୟ ତାଙ୍କ ପାଖକୁ ଦୌଡ଼ି ଆସି ଦେଖିଲେ ମାଧବ ନିଃଶବ୍ଦ ମୁହଁରେ ହସିଛନ୍ତି। ଲୁହ ଛୁଟୁଛି ଏବଂ ରଥ ତାଙ୍କ ସାମ୍ନାରୁ ପାସ୍ ହେଉଛି। ଜଣେ ଦାଣ୍ଡିବାଲା କହିଲେ, ମୁଁ ଆଉ ଏପରି ଭକ୍ତ କେବେ ଦେଖିନି। କେବଳ ଠାକୁରଙ୍କର ଦର୍ଶନ ପାଇଁ ଶେଷ ନିଶ୍ୱାସ ଚାଲିଗଲା। ଏହା ସେହି ମହାପ୍ରଭୁଙ୍କ ମହିମା। ଠାକୁର ତାଙ୍କୁ ନିଜେ ନେଇଗଲେ। ଗଞ୍ଜାମର ଜଣେ ଭକ୍ତ, ରଥ ଚକା ତଳେ ମୃତ୍ୟୁ ନୁହେଁ, ଠାକୁରଙ୍କ ଚରଣ ତଳେ ମୁକ୍ତି। ତ ଏହି ସୁନ୍ଦର ଅନୁଭୂତିଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ଚ୍ୟାନେଲକୁ ପ୍ରଥମ କରି ଆସିଥାନ୍ତି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦେବେ ଏବଂ କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦେବେ।